से रावण दिने कहला विभीषण को कहले विभीषण परी भाई जदि मोर पाखरे रही था तमे गोटे राम हेले मोर गोटे बाल कि बक्का करंता तुमको ज्ञान जना शास्त्र जना गरम पानी रे बुड़ाई माइले प्राण भाई उड़ी जीव कि सते रामचंद्र पाखे लक्ष्मण थे नाई पुराण होचे रामचंद्र पाखे लक्ष्मण थे पिता सत्य पालिकी रामचंद्र वन को गले वन स्तरे लंकाधीश्वर रावण सीता को चोरी करके नहीं गला जिते बड़े नहीं गला हेटी रामचंद्र खोजी खोजी गले खोजी खोजी जीवा भितर आज्ञा विभीषण आसिकी शरण पशिले क्या करे राम पाखे रावणर अनेक भाई की माइले पुत्र को माइले मर्यादा पुरुष रामचंद्र लक्ष्मण विभीषण कपट कले से रावण दिने कहला विभीषण को कहले विभीषण परी भाई जदि मोर पाखरे रही था तमे गोटे राम हेले मोर गोटे बाल कि बक्का करंता तुमको ज्ञान जना शास्त्र जना किंतु तुमको जना ना किछि कहीं अभिनय सारे पचारन ताक ना हला लक्ष्मण मु हेली बालकृष्ण त्रेतया जुगर कौन हेली राम भगवान कृष्ण त्रेतया जुगर राम रामचंद्र कहते लक्ष्मण लक्ष्मण रे कहीं छाड़ी जाऊ राम राई जा लक्ष्मण रे कहीं छाड़ी जाऊ राम राई तमें कह बापीरा मन पड़ुनी से कौटी प्लट छाड़ी राम कौटे जिनस छाड़ी देकी जाए तेमे भी जानी पाइलनी हाँ तमें कहल रे बाउला रे बाउला जेते बेले जीव जीव रे बाउला रे बाउला जेते बेले जीव जीव मेरी जाम गण बांधी रे गाइले पदे हाँ आमे हेलु बाउला से कौन से क्या छाड़ी गाइले अरे जीवन संगिनी प्राण सुहागिनी भारी जात देह धारे भारी जात देह अरे तुमले से मले तुमले भारी जा हो लक्ष्मण जीवन संगिनी प्रेम सुहागिनी भारी जात देह अधा रामचंद्र पाखे तमें जीव बोली स्वतंत्र तुम स्त्री की छाड़ी आए तुम कथा कहनी
ରାମାୟଣ କଥା କହୁଛି। ରାମାୟଣ କଥା କହୁଛ। ତମେ ପୁରାଣ କରିବ ଆଉ ମୁଁ ପୁରାଣ କରିପାରିବିନି। ଶୁଣ, ବସା ଘରେ ବଡ ଭାଇ ଡେରି ବସ୍ତ୍ର ବାଣ, ବହୁତ ପୁରାଣ ଜାଣିଛ, ଜ୍ଞାନ ଦିଅ। ଦୁର୍ଯ୍ୟୋଧନ କେମିତି ମଲା? ଆଜ୍ଞା, ମହାଭାରତ ଯୁଦ୍ଧ ସମସ୍ତେ ମରି ଯାଇଛନ୍ତି। ଦୁର୍ଯ୍ୟୋଧନ ପାଣ୍ଡବଙ୍କ ଡରରେ ବ୍ୟାସ ସରୋବରରେ ଲୁଚିକି ଅଛି। କହିପାରିବ ତା କଥା? ଦୁର୍ଯ୍ୟୋଧନ ତ ବ୍ୟାସ ସରୋବରରେ ପଡିଥିଲା ଲୁଚିକି, ତାପରେ ଆଉ କିଏ ବ୍ୟାସ ସରୋବରରେ ପଡିଥିଲା ଲୁଚିକି? କହିପାରିବ? କହିପାରିବନି। ଶୁଣ, ଦୁର୍ଯ୍ୟୋଧନ କେମିତି ମଲା? ବ୍ୟାସ ସରୋବରରୁ ଲୁଚିଛି ଦୁର୍ଯ୍ୟୋଧନ। ଭୀମ 3 ରଡ଼ି ହାତ ଡାକିଲା, ଭୀମର ଡାକ ସମ୍ଭାଳି ପାରିଲାନି ଦୁର୍ଯ୍ୟୋଧନ, ବାହାରିକି ଆଇଲା। ଯୁଦ୍ଧ ହେଲା। ଯୁଦ୍ଧ ଭିତରେ ଭୀମ ଦୁର୍ଯ୍ୟୋଧନ ଯୁଦ୍ଧ ଲାଗିଛି। ଭଗବାନ କୃଷ୍ଣ ଭୀମକୁ ଠାରିଦେଲେ, ଜାନୁକୁ ବାଡେଇକି ଭାଙ୍ଗିଦେଲେ। ଯେତେବେଳେ ଠାରିଦେଲେ ଆଜ୍ଞା, ଭୀମ ଜାନୁକୁ ବାଡେଇକି ଭାଙ୍ଗିଦେଲା। ଯେତେବେଳେ ଭାଙ୍ଗିଦେଲା, ଦୁର୍ଯ୍ୟୋଧନ ପଡିଛି ଯୁଦ୍ଧ ଭୂମିରେ ବ୍ୟାସ ସରୋବର କୂଳରେ। କହିଲା, ରେ ଭୀମ, ତୁ ଜାନୁଟାକୁ ବାଡେଇକି ଭାଙ୍ଗିଦେଲୁ ସତ, ତୁ ଯା, କଥାରେ ମୋ ଜାନୁଟାକୁ ବାଡେଇକି ଭାଙ୍ଗିଲୁ, ମୁଁ ମରିପାରିବିନି। ତାକୁ ନ ଦେଖିଲା ପର୍ଯ୍ୟନ୍ତ ମୁଁ ମରିପାରିବି? ଦୁର୍ଯ୍ୟୋଧନ କହିଲା, ତୁ ଯାହା କଥାରେ ପଡିକି ମତେ ବାଡେଇକି ଭାଙ୍ଗିଛୁ ଜାନୁ, ତାକୁ ଟିକେ ଡାକୁନୁ, ସେ କପଟିଆ ଲମ୍ପଟିଆକୁ। ସେଇଥିପାଇଁ ଦୁର୍ଯ୍ୟୋଧନ କହିଲା, କପଟିଆ ଲମ୍ପଟିଆ ତୁମେ ଗୋପୀ ମାଡଖିଆ, ଭାବ ବିନୋଦିଆ ଗିରିଧାରୀ। କପଟିଆ ଲମ୍ପଟିଆ ତୁମେ ଗୋପୀ ମାଡଖିଆ, ଭାବ ବିନୋଦିଆ ଗିରିଧାରୀ। ରାଇ କି ଚୋରାଇ ତୁମେ, ଗୋପୀ କି କନ୍ଦାଇ ତୁମେ, ବସି ଅଛ ଭଲ ଲୋକ ପରି। ହେ ହରି ଭୂତ ହୋଇ ପ୍ରେମ କଲ ରାଧିକା ସୁନ୍ଦରୀ। ଚନ୍ଦ୍ରସେନା ପଳାଇଲା ସୁଖେ ଡରି କରି, ଚନ୍ଦ୍ରସେନା ପଳାଇଲା ଦେଖି ଡରି। କପଟିଏ ଗୋଟିଏ ଡାକ। ଆଜ୍ଞା, ଭୀମ ଡାକିଦେଲା ଭଗବାନ କୃଷ୍ଣକୁ। ଆଚ୍ଛା, ଡାକିଦେଲା ଯେତେବେଳେ କୃଷ୍ଣକୁ ଦୁର୍ଯ୍ୟୋଧନ ଦେଖିଲା, କହିଲା, ହେ ରେ କାଳିଆ କୃଷ୍ଣ, କହ୍ନେଇ ଅଭିନସାରେ ଇଆଡେ ମନ ଦିଅ। ମୁଁ କହ୍ନେଇ? ହଁ, କହିଲା ଦୁର୍ଯ୍ୟୋଧନ, ଏ କହ୍ନେଇ କେଡେ ମାୟା କଲୁ ରେ, ତୋ ମାୟାକୁ କେହି ବୁଝି ପାରିବେନି। ହେଲେ କହ୍ନେଇ, ମୋର ଭୁଲ କଣ କହ, ମତେ କହ। ମୋର ଯଦି ଭୁଲ କହିପାରିବୁ ତାହେଲେ ମୁଁ ମରିବି। କହିଲା, ତମ ନାଁ ହେଲା କହ୍ନେଇ କଳା କୃଷ୍ଣ, ଗୋବିନ୍ଦ। ତମ ନାଁ ହେଲା ଗୋବିନ୍ଦ। ତମେ ସଂସାରରେ ହେଲ ବଡ। हे कृष्ण तम ना गोविंद हेले मो ना मान गोविंद पुराण लेखा ना टे देखिक आसब महाभारत महाभारत देखिक आसब
ନହେଲେ କେଞ୍ଚୁଆ ଭଳିଆ ଗୁନ୍ଥି ଦେବି କଣ୍ଟା ଭଳିଆ ଟାଣି ଦେବି ଜାଣିଛ ହଁ ବୋଲେ ଏ କୃଷ୍ଣ ତୋ ନା କୃଷ୍ଣ ହେଲେ ମୋ ନା ହଉଛି ମାନ ଗୋବିନ୍ଦ ତୁ ଅନନ୍ତ ଶୈଳ ଉପରେ ବାସ କରୁଛୁ ନାଭି କମଳରୁ ପଦ୍ମ ଜାତ କରୁଛୁ ପଦ୍ମରୁ ସୃଷ୍ଟିକର୍ତ୍ତା ଯେ କି ବ୍ରହ୍ମା ବାହାରୁଛନ୍ତି ମୁଁ ଚାଲିଲେ ପଦ୍ମ ଫୁଟୁଛି ନାଇଁ ଆରେ ମୁଁ କୋଉଥିରେ ବୀର ନୁହଁ କିରେ ମତେ କପଟ କରିକି ମାରିଦେଲୁ ହଇଲେ ଯଦି ମତେ କପଟ କରିକି ମାରିଲୁ ଏ ଭୀମ ମତେ ମାରି ପାରିବନି ହଁ ସେଇଥିପାଇଁ ଗୋଟିଏ ପଦ ଲେଖିଲେ କଣ ବୋଲେ ଦେଖାଅ ସେ ରାମ ମୂରତି